Hello friends, welcome to my channel The Achievers. So today geography रो part 7 जोटा कि physiography of ओडिशा ମୁଁ କରିବାକୁ ଯାଉଛି। Actually ମୁଁ economic geography part ଟା cover କରିସାରିଛି 6ଟା ଭିଡ଼ିଓରେ ଆଉ ଏବେ ମୁଁ second part କୁ ଆସୁଛି ଯୋଉଥିରେ କି ମୁଁ physiographical aspects ସବୁ cover କରିଦେବି ଆଉ ଥାର୍ଡ ପାର୍ଟରେ ମୁଁ social geography ଟା cover କରିଦେବି ଯୋଉଟା କି equally most important। बट ଏଇ ଭିଡ଼ିଓ ଓ ଫିଜିଓଗ୍ରାଫି ଡିଭିଜନ ପାଇଁ ବହୁତ ଡିମାଣ୍ଡ ରହୁଛି, ସମସ୍ତେ ମୋତେ ରିକ୍ୱେଷ୍ଟ କରୁଛନ୍ତି କରିବା ପାଇଁ। ବଟ୍ ମୁଁ କହିବାକୁ ଚାହୁଁଛି କି ଆଉ ଇକୋନୋମିକ୍ ଜିଓଗ୍ରାଫି ଆଉ ସୋସିଆଲ ଜିଓଗ୍ରାଫି ଆର୍ ଇକ୍ୱାଲି ଇମ୍ପୋର୍ଟାଣ୍ଟ ଦେନ୍ ଦିସ୍। ବଟ୍ ଏଇଟା ସବୁଠୁ ଇଜିଅର ପାର୍ଟ ହେଉଛି ଏଇ ଫିଜିଓଗ୍ରାଫିକାଲ ପାର୍ଟଟା। ବଟ୍ ସେଇଟା ପଢ଼ିବାକୁ ଭଲ ଲାଗେ ତ ଲୋକଙ୍କୁ ପିଲାଙ୍କୁ, ତ ସେଥିପାଇଁ ସେମାନେ ଭାବନ୍ତି କି ଏଇଟାକୁ ପଢ଼ି ଦେଇଗଲେ ହେଇଯିବ। ବଟ୍ ନୋ, ସେଇଟା ହିଁ ସବୁଠାରୁ ଡିଫିକଲ୍ଟ ପାର୍ଟ ହେଉଛି ଆମର ସୋସିଆଲ ଆଉ ଇକୋନୋମିକ୍ ଜିଓଗ୍ରାଫି। ଆଉ ସେଇଟା ବହୁତ ଟ୍ରିକି ପାର୍ଟ, ସେଥିପାଇଁ ମୁଁ ସେଇଟା ଆଗ କଭର କରୁଥିଲି। ବଟ୍ ବହୁତ ସାରା ରିକ୍ୱେଷ୍ଟ ଆସିବାରୁ ମୁଁ ଏଇଟାକୁ ଏବେ କଭର କରୁଛି। ତ ଏଇଟାକୁ ବହୁତ ସହଜ ଜିନିଷ, ବାସ୍ ଖାଲି ଟିକେ ଆନାଲିଟିକାଲି ଦେଖିଦେବାର ଅଛି। ସୋ ଲେଟ୍ସ ଷ୍ଟାର୍ଟ। ଦେଖନ୍ତୁ ଫିଜିଓଗ୍ରାଫି କହିଲେ କ'ଣ କହିବା, ମାନେ କ'ଣ? ତ ଫିଜିଓଗ୍ରାଫି ମାନେ ଆମର ରିଲିଫ ଆଉ ଆଲ୍ଟିଚ୍ୟୁଡ, ସ୍ଲୋପ, ଜିଓଲୋଜିକାଲ ଷ୍ଟ୍ରକ୍ଚର, ଡ୍ରେନେଜ ପ୍ୟାଟର୍ନ ଆଉ ସୋସିଆଲ ଭେଜିଟେସନ କ୍ୟାରେକ୍ଟରିଷ୍ଟିକ୍ସକୁ ନେଇକି ସବୁ ଡିଭିଜନ କରାହେଇଥାଏ। ରିଲିଫ ମାନେ ଆମେ ଏଇଟା ଧର ପାହାଡ଼ଟା ହେଲା ତ ଏଇଟା ହେଲା ତାର ରିଲିଫ, ମାନେ କେମିତି ୱାଟର ଫ୍ଲୋ ହବ, କୋଉ ଆଙ୍ଗେଲର ଡିଫରେନ୍ସ, ତ ମାନେ ହଁ ସି ଲେବୁଲରୁ କେତେ ହାଇଟରେ ଅଛି, ତ ସମଥିଙ୍ଗ ଅଫ ରିଲିଫ କିଛି ରିଲିଜ ହଉଛି, ତ ସେ ଟାଇପ ଅଫ ଡିଫରେନ୍ସକୁ ରିଲିଫ କହନ୍ତି। ଆଲ୍ଟିଚ୍ୟୁଡ ମାନେ ଆମେ ଜାଣିଛେ ଯୋଉ ହାଇଟଟା ସେଇଟା କୁହନ୍ତି ଆଲ୍ଟିଚ୍ୟୁଡ। ସେମିତି ସ୍ଲୋପ, ଏଇଟା ବି ସେଇ ଏଇଟା ଧର ହେଲା, ଏଇଟା ଆଙ୍ଗେଲ ହେଲା, ଏଇଟା ସ୍ଲୋପକୁ କେତେ ସ୍ଲୋପରେ ସେଟା ହେଇଛି। ରିଲିଫ ମାନେ କିଛି ଗୋଟେ ଟପୋଗ୍ରାଫିକାଲ ଡିଫରେନ୍ସକୁ କହନ୍ତି ରିଲିଫ। ତ এই ପ୍ରକାର ଭାବିବେ। ଜିଓଲୋଜିକାଲ ଷ୍ଟ୍ରକ୍ଚର ଆମେ ପଢି ସାରିଛେ, ମାନେ ତାର ବିଲ୍ଟ ଅପ୍ଟା କେମିତି ହେଇଛି, କୋଉ ଟାଇମ ସ୍କେଲରେ, କୋଉ ମ୍ୟାଟେରିଆଲରେ, ସେ ସବୁ। ଡ୍ରେନେଜ ପ୍ୟାଟର୍ନ ଯୋଉଟାକି ଆମେ ପୁରା କଭର କରିବା, କେମିତି ଡ୍ରେନେଜ ପ୍ୟାଟର୍ନ ରହୁଛି। ଆଉ ସଏଲ ଆଉ ଭେଜିଟେସନ କ୍ୟାରେକ୍ଟରିଷ୍ଟିକ୍ସ, ସେଇଟା ବି ଆମର ସଏଲ କୋଉ ଭଳିଆ ରହିଛି, ଭେଜିଟେସନ ଆକର୍ଡିଙ୍ଗଲି ତାର ଯୋଉ ଗଛ ବୃକ୍ଷ କେମିତି ରହୁଛି, ସେ ସବୁକୁ ଗୋଟେ ହୋଲିଷ୍ଟିକାଲି କଭର କରିକି ଫାଇନାଲି ଆମର ଡିଭାଇଡ କରାହେଇଛି କେତେ ପ୍ରକାର, ସେଟା ନେକ୍ସଟ ଦେଖିବା। ତ ଏଠି ଦେଖନ୍ତୁ ଜିଓଗ୍ରାଫି ଆଉ ଫିଜିଓଗ୍ରାଫି ଟପୋଗ୍ରାଫି ଭିତରେ ଡିଫରେନ୍ସ କ'ଣ? ଏଠି ମାର୍କ କରନ୍ତୁ ଟପୋ, ଫିଜିଓ ଆଉ ଜିଓ। ଗ୍ରାଫି, ଗ୍ରାଫିଆରୁ ଆସିଛି, ଗ୍ରାଫିଆରୁ ଆସିଛି ଗ୍ରାଫି, ମାନେ ଟୁ ମେଜର ସମଥିଙ୍ଗ। ତ କ'ଣଟା ମେଜର କରିବାର ଅଛି? ଜିଓରେ ଆର୍ଥକୁ ମେଜର କରିବା ବା ଷ୍ଟଡି କରିବା, ମେଜର ଟୁ ଷ୍ଟଡି ଯାହା କହିବା। ଟୁ ଷ୍ଟଡି ଆର୍ଥ ଆଉ ହ୍ୟୁମାନ ଏନଭାରନମେଣ୍ଟ ରିଲେସନ, କୋଉ ଟାଇପର ରିଲେସନ ରହୁଛି, ତ ସେଇଟାକୁ କହିବା ଆମର ଜିଓଗ୍ରାଫି। ଆମ ମାନେ ଏନଭାରନମେଣ୍ଟକୁ ପଢିବା, ତାର ଆର୍ଥକୁ ପଢିବା, ତାର ହ୍ୟୁମାନ ପର୍ସପେକ୍ଟିଭରୁ, ତ ସେ ସବୁକୁ ରିଲେସନ କରିକି ଆମେ ଜିଓଗ୍ରାଫି କହୁ। ସେମିତି ଫିଜିଓଗ୍ରାଫି, ଫିଜିଓ ମାନେ ଫିଜିକାଲ और ନ୍ୟାଚୁରାଲ ଲ୍ୟାଣ୍ଡ ଫର୍ମସ ओनली लैंड फॉर्म्स को लिमिट करा होची फिजियोग्राफी। तो फिजियोग्राफी इज ए पार्ट ऑफ जियोग्राफी। तो सेमती टोपोग्राफी, डिटेल सरफेस फीचर्स एंड एलिवेशन ऑफ ए प्लेस, माने से जो सरफेस रो फीचर कोन, तार टेरेन कोन, तार माने सॉइल कोन, ए सब एस्पेक्ट रो तार एलिवेशन केते अछि, स्लोप केते अछि, ए सब जिंस को गोटा क्वांटिफाई करबा कि ताको स्टडी करबा, सेटा कहउछथि टोपोग्राफी। तो एटा बेसिक्स बुझ सारला परे हमें एबे जिबा नेक्स्ट फिजियोग्राफिकल डिवीजन। एथिरे बेसी माने जदियो आमे कहि देउ कि फिजियोग्राफी डिवीजन कहले हमर पांचटा बुझाए, तो किंतु बहुत पिला क्वेश्चन पचारंती कि हमर फिजियोग्राफिकल डिवीजन केतटा, माने कोडी चारटा कोडी पांचटा। तो हमर गवर्नमेंट ऑफ ओडिशा वेबसाइट रे कहउची, गवर्नमेंट ऑफ ओडिशा अनुଯାयी हमर पांचटा मेंशन अछि। कोस्टल प्लेन्स, मिडिल माउंटेनियस हाई प्लस हाईलैंड्स, ଆଉ सेंट्रल प्लेट्यू, रोलिंग अपलैंड ଆଉ रिवर वैली एंड फ्लड प्लेन। ସମସ୍ତେ ଆକୁ ବୁଝନ୍ତି, ଆକୁ ଇଏ କରନ୍ତି, ମାନେ ତାର ଆଇडिया ଅଛି କି ଏଇ ସବୁ ଜିନିଷ ଅଛି। ବଟ୍ ଏଇ ସବୁ ଜିନିଷ କାହିଁକି ଡିଭାଇଡ କରାଯାଇଛି, କେମିତି ଡିଭାଇଡ କରୁଛି, ସେ ଆସ୍ପେକ୍ଟଟା ବି ମୁଁ କ୍ଲିୟର କରିବି। ତ ଦେଖିବା। ତ ଏଇଟା ତାର डिवीजन कोस्टल प्लेन को हमर तीन भागରେ ବିଭକ୍ତ କରାଯାଇଛି, नॉर्दर्न, मिडिल, साउथर्न। मोस्टली अरेंजमेंट ही। तापरे मिडिल माउंटेन और हाईलैंड्स, एटा देखंतु, एटा टोटल पांचटा एमती हाई अछि हाईलैंड रे, सेटा भी टिके हम डिटेल रे देखिबा। देन हमर सेंट्रल प्लेट्यू अछि। प्लेट्यू माने कि जोटा कि गोटे स्टेबल लैंड और एलिवेटेड फ्लैट लैंड्स टाको तो सेंट्रल प्लेट्यू। और रोलिंग अपलैंड्स कोन? रोलिंग अपलैंड्स माने माने प्लेन थारु से जनरली आ प्लेट्यू थारु से माने कम हाइट रे थिबे, आ तांकर सरफेस टा बहुत वैरी करथिबो एमती। तो सी रोलिंग तांकर किछि माने फिक्स सरफेस नथिबो, से बहुत अनड्यूलेटिंग कहउछन, अनड्यूलेटिंग,
ड्यूलेटिंग माने बहुत तार एरोजन चेंजेस ହେଇଛି ତ ସେ ବହୁତ ଅନଇଭେନ୍ ସରଫେସ୍ ଅନଇଭେନ୍ କହିପାରିବ। ତାପରେ ରିଭର ଭ୍ୟାଲି ଆଣ୍ଡ ଫ୍ଲଡ ପ୍ଲେନ୍, ଏଇଟା ରିଭର ଭ୍ୟାଲି ମାନେ ଆମର ଏତେ ସାରା ଯୋଉ ବଡ ବଡ ରିଭର ଯାଇଛି ତାର ସେ ଯୋଉ ଏରିଆକୁ ଏଠି ଧର ପାହାଡ ହେଲା ଏଠି ପାହାଡ ହେଲା ତ ଏଇ ଯୋଉ ଭିତର ଏରିଆଟା ସିଏ ବି ଗୋଟେ ଟାଇପ ଅଫ ଫ୍ଲାଟ ସିଷ୍ଟମ ହେଇଯାଇଛି ତ ସିଏ ଡିଷ୍ଟିଂକ୍ଟ ଅଛି ଏ ଚାରିଟା ଠାରୁ ତ ତାକୁ ବି ଗୋଟେ ଫ୍ଲଡ ପ୍ଲେନ୍ ବି ଦିଆଯାଇଛି। କିନ୍ତୁ ଇଟ୍ସ ନଟ୍ ଅବାଉଟ୍ ଦିସ୍ ଓନ୍ଲି, ଆର ଟିକେ ଟେକ୍ନିକାଲ ଡିଫରେନ୍ସେସ୍ ଅଛି ସେଇଟା ଆମେ ଦେଖିବା। ତ ଏଠି ଆଉ ଗୋଟେ କ୍ୱେଶ୍ଚିନ୍ ଆସେ, ଦେଖନ୍ତୁ ଆର ଯଦି ପରସେଣ୍ଟେଜ ୱାଇଜ ଦେଖିବା ଏଇଟା କୋଷ୍ଟାଲ ପ୍ଲେନ୍, ଟୋଟାଲ ପ୍ଲେନଟା ଆମର 10% ଏରିଆ ନଉଛି ଆମ ଓଡିଶାର। ସବୁଠୁ ହାଇଏଷ୍ଟ ହଉଛି ଏଇ ମିଡିଲ ମାଉଣ୍ଟେନ୍ସ ବା ଇଷ୍ଟର୍ଣ୍ଣ ଘାଟ ଯୋଉଟା କଭର କରୁଛି ସେଟା 55% ଏରିଆ କଭର କରୁଛି। ଆଉ ସେଣ୍ଟ୍ରାଲ ପ୍ଲେଟ୍ୟୁଟା ଆମର 12% ଏରିଆ କଭର କରୁଛି। ଆଉ ଆମର ୱେଷ୍ଟର୍ଣ୍ଣ ଅପଲ୍ୟାଣ୍ଡ 18% କଭର କରୁଛି। ଆଉ ରିଭର ଭ୍ୟାଲିଟା ମାତ୍ର 5% ଏରିଆ କଭର କରୁଛି। ତ ଆମର ଫାର୍ଷ୍ଟ ହେଇଗଲା ମିଡିଲ ମାଉଣ୍ଟେନ ରିଜିଅନ, ତାପରେ ସେକେଣ୍ଡ ହେଇଗଲା ଆମର ରୋଲିଂ ଅପଲ୍ୟାଣ୍ଡ, ଥାର୍ଡ ହେଇଗଲା ସେଣ୍ଟ୍ରାଲ ପ୍ଲେଟ୍ୟୁ ରିଜନ, ଫୋର୍ଥ ହେଇଗଲା କୋଷ୍ଟାଲ ପ୍ଲେନ୍, ଆଉ ଫ୍ଲଡ ପ୍ଲେନ୍ ହଉଛି 5%। ତ ଏବେ ନେକ୍ସଟ ଯିବା, ଏଇଟା ଗୋଟେ ଜେନେରାଲ ଏଇଟା ଗଭର୍ଣ୍ଣମେଣ୍ଟ ଅଫ ଓଡିଶାର ହିଁ ଏଇଟା ଗୋଟେ ଡାଇଗ୍ରାମ। ଏଠି ଦେଖନ୍ତୁ ଏଇ ଯୋଉ ଗ୍ରୀନ ଟା ଏଇଟା ଟୋଟାଲ ଫ୍ଲାଟ ଏରିଆରେ ଆଲୁଭିଆଲ ପ୍ଲେନ ରେ ଯାଉଛି। ତ ଏଇଟା ଗୋଟେ ଏମିତି ଅଛି। ଆଉ ତାର ଏଲିଭେସନ ଟା 300 ରୁ 660 ମିଟର ପୁରା ସରି ତାର ଏଲିଭେସନ ଲେସ୍ ଦେନ୍ 150 ମିଟର ପୁରା ଲୋ ଲାଇଂ ସି ସରଫେସ୍ ଠାରୁ 150 ମିଟର ଏଲିଭେସନ ରେ ଅଛି। ତ ଏଇଟାକୁ କହୁଛନ୍ତି ଆମର ଯୋଉ କୋଷ୍ଟାଲ ପ୍ଲେନ୍ସ, କୋଷ୍ଟାଲ ପ୍ଲେନ ରେ ଯାଉଛି। ତାପରେ 150 ରୁ 300 ମିଟର ଅଛି ଏଇ ଯୋଉ ଗ୍ରୀନ ଏରିଆ, ହାଲକା ଗ୍ରୀନ ଏରିଆ 150। ତାପରେ ଏ ସବୁ ୟେଲୋଟା ହଉଛି 300 ରୁ 600 ମିଟର, ତାପରେ 1000 ରୁ 1500 ମିଟର, ଗ୍ରେଟର ଦେନ୍ 1500 ମିଟର ଏଇଠି ସବୁ ମାଉଣ୍ଟେନ ପିକ୍ସ ଆମର ମହେନ୍ଦ୍ରଗିରି, ଦେଓମାଳି ଏଇଠି ସବୁ ରିଜିଅନ ରେ ଅଛି। ତ ଦିସ୍ ୱାଜ ଅବାଉଟ୍ ଆମର ରିଲିଫ ଫିଚର୍ସ ଆମ ଓଡିଶାର। ଏଇଟା ଗୋଟେ ଡାଇଗ୍ରାମ ଦେଖିଦିଅନ୍ତୁ। ତାପରେ ଆମେ ଡିଟେଲରେ ଟିକେ ଷ୍ଟ୍ରକ୍ଚର କୁ ଗଲେ, କୋଷ୍ଟାଲ ବେସିନ୍ସ ପ୍ରଥମେ, ଏଇଟା ହଉଛି କୋଷ୍ଟାଲ ବେସିନ ର ଇମେଜ ଦେଇଛି। ତ ଏଇଟାକୁ ଆମେ ତିନି ଭାଗରେ ବିଭକ୍ତ କରିପାରିବା। ଏଇଟା ହେଲା ଆମର ଏଠି ଆମର ଦେଖନ୍ତୁ ରିଭର ଯଦି ଯାଉଛି ସୁବର୍ଣ୍ଣରେଖା ରିଭରଟା ଜଷ୍ଟ ହାଲକା ଆମର ଓଡିଶାରେ ଟିକେ ଯାଇଛି, ତାପରେ ବୁଢାବଳଙ୍ଗ, ତାପରେ ବୈତରଣୀ ରିଭର ଅଛି। ତ ଆ ଭିତରେ ଯୋଉଟା ଯାଉଛି ସେଇଟାକୁ କହୁଛନ୍ତି ଆମର ନର୍ଥ ପ୍ଲେନ, ଯୋଉଟା କି ବାଲେଶ୍ୱର ପ୍ଲେନ ଭାବେ ଜଣାଶୁଣା। ତ ଏଇଟା ନ୍ୟାରୋ ପ୍ଲେନ ଟା। ଆଉ ଏଠି ମେଜର କିଛିଟା ବିଚ୍ ଅଛି, ଚାନ୍ଦିପୁର ବିଚ୍ ଅଛି ଆରି ଅଣ୍ଡରରେ ଯାଉଛି, ତଳସାରୀ ବିଚ୍ ଅଛି, ଆଉ ଚନ୍ଦନେଶ୍ୱର ବିଚ୍, ଆଉ ଉଦୟପୁର ବିଚ୍। ତ ଏଇଟା ବିଚ୍ ଟା ଏମିତି ଗୋଟେ ଫ୍ୟାକ୍ଚୁଆଲ କ୍ୱେଶ୍ଚିନ୍ ପଚାରି ଦେଇପାରେ କି ଏଇ ବିଚ୍ ଟାକୁ କୋଷ୍ଟାଲ ପ୍ଲେନ ର ପାର୍ଟ ଆଣ୍ଡ ଅଲ୍, ଯୋଉଟା କି ଚାନ୍ଦିପୁର ଟା ଅଛି ଯୋଉଟା ଆମର ଡିଆରଡିଓ ର ଆଇଟିଆର ରେଞ୍ଜ, ତ ସେଇଟା ମନେ ରଖି ଦେଇପାରିବେ। ତଳସାରୀ ବିଚ୍ ବି ଗୋଟେ ଫେମସ ବିଚ୍, ତ ଏଇଟା ମନେ ରଖିବେ। ଦେନ୍ ସେକେଣ୍ଡ ଏଇ ବ୍ରାହ୍ମଣୀ ଆଉ ଚିଲିକା ଲେକ୍ ଭିତରେ ଯୋଉ ପ୍ଲେନ୍ ଟା ଆସୁଛି ସେଇଟା ହଉଛି ଆମର ମିଡିଲ ମିଡିଲ ପ୍ଲେନ୍। ଏଟାକୁ ରାଇସ୍ ବୋଲ ଅଫ ଓଡିଶା କୁହନ୍ତି। ଏଇଟା ସବୁଠାରୁ ଆମର ଓସାର ଅଧିକ ସବୁଠାରୁ ଏଇଠି। ଆଉ ଏଇଟା ଜୁଟ୍ ପ୍ରଡକ୍ସନ ରେ ବି ହଉଛି, ତା ଛଡା ପ୍ୟାଡି କଲ୍ଟିଭେସନ ହୁଏ ବୋଲି ଆମେ ଜାଣିଛେ, ରାଇସ୍ ବୋଲ କୁହନ୍ତି ତାକୁ। ତାପରେ ଏଠି ପୁରୀ ବିଚ୍, କୋଣାର୍କ ବିଚ୍, ଆଉ ବାଲି ହରିଚନ୍ଦ୍ର ବିଚ୍, ରାମଚଣ୍ଡୀ ବିଚ୍, ଯୋଉଟା ପୁରୀରେ ଅଛି, ବେଲେଶ୍ୱର ବିଚ୍ ଆଉ ଅସ୍ତରଙ୍ଗ ବିଚ୍ ଏଇଟା ଅଛି ଏଠି, ଏଇଟା ମନେ ରଖିବେ। ତ ଦିଜ୍ ଆର୍ ଦ ବିଚେସ୍ ଏଠି ଆଭେଲେବୁଲ। ଆଉ ଏଥିରୁ ଗୋଟେ ବି ଆମର ଏଠି କୋଣାର୍କ ଯୋଉ ଆମର ପୁରୀ ପାଖରେ ଯୋଉଟା ଅଛି, ପୁରୀର ହିଁ ବିଚ୍ ଏଇଟା ଗୋଲ୍ଡେନ ବିଚ୍ ଆମର ପାଇଛି, ଗୋଲ୍ଡେନ ବିଚ୍ ଟ୍ୟାଗ ପାଇଛି ପୁରୀ। ଆଉ ଗୋଟେ ବିଚ୍ ବି ଅଛି ଯୋଉଟାରେ ଗଞ୍ଜାମ ର କହୁଛନ୍ତି, ଗଞ୍ଜାମର ସୁନାପୁର, ଯୋଉଟା କି ଗୋଲ୍ଡେନ ଆମର ବ୍ଲୁ ଫ୍ଲାଗ ବିଚ୍ ପାଇଛନ୍ତି। ବ୍ଲୁ ଫ୍ଲାଗ ବିଚ୍ ଆମର କେତେଟା ହେଲା, ଦିଟା ହେଲା। ତ ମନେ ରଖିବେ ଏଇଟାକୁ ଦିଏ କିଏ, ବ୍ଲୁ ଫ୍ଲାଗ ସାର୍ଟିଫିକେସନ ଏଇଟା ଦିଏ ଡେନମାର୍କ ବେସ୍ଡ ଗୋଟେ କମ୍ପାନୀ, ଡେନମାର୍କ ବେସ୍ଡ ଗୋଟେ କମ୍ପାନୀ, ଯୋଉଟା କହୁଛନ୍ତି ଫାଉଣ୍ଡେସନ ଫର ଏନଭାରମେଣ୍ଟାଲ ଏଜୁକେସନ, ଫାଉଣ୍ଡେସନ ଫର ଏନଭାରମେଣ୍ଟାଲ ଏଜୁକେସନ। ଏ ତିନିଟା ହିଁ ଷ୍ଟ୍ରିକ୍ଟ କ୍ରାଇଟେରିଆ ଦେଖିବ। ଗୋଟେ ହଉଛି ୱାଟର କ୍ୱାଲିଟି, ଗୋଟେ ହଉଛି ଆମର ସେଫ୍ଟି କେତେ ପିପୁଲଙ୍କର, ଆଉ ଗୋଟେ ହଉଛି ସେଠିକାର ଏନଭାରମେଣ୍ଟାଲ ମ୍ୟାନେଜମେଣ୍ଟ। ଏ ତିନିଟା ମାନେ କ୍ଲିନିନେସ୍ ମୋଷ୍ଟଲି କହିଲେ, ଏ ତିନିଟାକୁ ବେସ୍ କରିକିରି ଆମର ଯୋଉ
फाउंडेशन फॉर एनवायरमेंटल एजुकेशन डेनमार्क रो गोटे कंपनी से ब्लू फ्लैग सर्टिफिकेशन दଉଛି तो हमको एटा 2025 रे भी नवेम्बर रे न्यूज आस्तिला कि हमरो गोल्डन बीच पुरी और सोनापुर बीच से रिटेन करिसेंती हमरो गोल्डन फ्लैग स्टार्ट जो ब्लू फ्लैग स्टेटस तो फॉर क्लीनेस्ट तो क्लीन माने से एपर्यंत मेंटेन करी चलचंती और सेफ्टी भी करी चलचंती तो एटा मने रखिबे। नेक्स्ट है हमरो साउदर्न कोस्टल जोटा कि गोपालपुर बीच कहउचंती ऋषिकोंडा बीच आर्यापल्ली बीच एठी एई सब बीच अछि तापरे चंद्रभागा बीच चंद्रभागाटा एठी जाउची तो एटा मन रखिबे चिलिका लेक एठी रहइला एई पार्टटा एठी जदि हमरो गला एठी ऋषिकोला तो एई छोटो पार्टटा को हमरो कहउचंती तो दिस वाज ऑल अबाउट कोस्टल बेसिन्स तो एठी मु से हमरो जो बुकटा अछि आर्यहंत्र से ସେଇଟା ଇନକ୍ଲୁଡ କରିଛି ମୁଁ ଏଟା ମୁଁ ନୋଟ ବନେଇ ପାରିଥାନ୍ତି ବଟ୍ ମୁଁ ବୁକ୍ ର ଏମିତି ସ୍ନାପସଟ୍ ଜାଣି ଶୁଣି ରଖିଛି କି ଏଇ ବୁକ୍ ହିଁ ଫଲୋ କରନ୍ତୁ ସେମିତି ମୁଁ କୋଉଠି ଆଉ ସବୁ ଅଲଗା ନୋଟ ଆଣିନି ବାସ୍ ଟିକେ ରିସର୍ଚ୍ଚ କରିଛି ତାକୁ ପୁଟ୍ କରିଛି ବୁକ୍ ବେଉଣ୍ଡରେ ବି କିଛି ଡାଟା ଅଛି ଯୋଉଟା ଦବାକୁ ଚାହୁଁଛି କିନ୍ତୁ ଆପଣ ଷ୍ଟ୍ରିକ୍ଟଲି ଏଇ ବୁକ୍ କୁ ବେସ୍ କରିବେ ତା ଦେହରେ ଭାଲ୍ୟୁ ଆଡିସନ କରିବେ ମୁଁ ଯାହା କହୁଛି କି କଣ ତା କୋଷ୍ଟାଲ ବେସିନ ର ସବୁଠୁ ଇମ୍ପୋର୍ଟାଣ୍ଟ ଫିଚର ହେଲା ମନେ ରଖିବେ 75 ମିଟର କୋଣ୍ଟର ମାନେ ଏଇଠି ଯୋଉଟା କୋଣ୍ଟର ଲାଇନ ଟା ସେପାରେଟ କରିବ କାହାକୁ ଆମେ କୋଷ୍ଟାଲ ଲାଇନ କହିବା ମାନେ ଯୋଉ ଲାଇନ ଟା ଆମେ କାଟିବା 75 ମିଟର ର ଗୋଟେ ଲାଇନ ଯାଉଛି ତାରି ବିଲୋ ଯେତେକ ଏରିଆ ଆମେ ତାକୁ କହୁଛେ କୋଷ୍ଟାଲ ବେସିନ୍ସ ଅଫ ଓଡିଶା ଏଇଟା ମନେ ରଖିବେ କାରଣ ମୁଁ ଯେତେ ବି କହିଲି ଏଇ ଯୋଉ ଡିଭାଇନ 5ଟା ଡିଭିଜନ ହେଇଛି ମୁଁ ତାକୁ ଏଇ ହାଇଟ୍ ଅନୁସାରେ ପଢେଇବି ନା କି ଆମର ପ୍ରଥମ କୋଷ୍ଟାଲ ଲାଇନ ତା ସେପଟ ୱେଷ୍ଟ ଅଛନ୍ତି ଏଠି ଆମର ଇଷ୍ଟର୍ଣ୍ଣ ଘାଟ ଅଛି ମୁଁ ସେମିତି ପଢେଇବିନି ମୁଁ ହାଇଟ୍ ଅନୁସାରେ ଡିଭିଜନ ଟା ପଢେଇବି ମୁଁ ଦେଖିବି ଯେ ହାଇଟ୍ ଅନୁସାରେ ହିଁ ଏସବୁ ଡିଭିଜନ କରାହେଇଛି ଦେଖନ୍ତୁ କୋଷ୍ଟାଲ ପ୍ଲେନ ବିଷୟରେ ଇଏ କଣ କହିଲା ନର୍ଦର୍ନ କୋଷ୍ଟାଲ ପ୍ଲେନ ରେ ଓଟ୍ସ ଡ୍ରଟ୍ ଆଫେକ୍ଟେଡ ଏରିଆ ଫ୍ଲଡ୍ ପ୍ଲେନ୍ସ ସୁବର୍ଣ୍ଣରେଖା ଆଉ ବୁଢାବଳଙ୍ଗ ରିଭର ବୈତରଣୀ ରିଭର ପର୍ଯ୍ୟନ୍ତ ଆସିଛି ବୈତରଣୀରୁ ମହାନଦୀ ପର୍ଯ୍ୟନ୍ତ ଯିବ ଆମର ହଉଛି ମିଡିଲ ଟା ନର୍ଦର୍ନ ଆଉ ସାଉଦର୍ନ କୋଷ୍ଟାଲ ପ୍ଲେନ ଭିତରେ ଅଛି includes combined delta of Salandi, Baitaranī, Brahmani in the north, Mahanadi River delta in the south. ତ ଉପରେ ଏଇଟା ସାଉଥ ରେ ହେଇଗଲା ସେଇ ତାରି ପାର୍ଟ ଦିସ୍ ଇଜ ରିଜନ ହୋଷ୍ଟ ନମ୍ବର ଅଫ ଲେକ୍ସ ଚିଲିକା ଲେକ୍ ଅଛି ଆଉ ଅଲଗା ଅଲଗା ଲେକ୍ ଲାଇକ୍ ଆମର ତାମ୍ପରା ଯୋଉ ଅଂଶୁପା ଲେକ୍ ହେଲା ଏସବୁ ଜିନିଷ ଏଠି କିଛିଟା ଲେକ୍ ଅଛି ଲେକ୍ କାଇଁ ଫର୍ମେସନ ହେଇଛି ନା ମେଜରଲି ଆମର ମହାନଦୀ ପାଇଁ ମହାନଦୀ ଡେଲ୍ଟା ପାଇଁ ଚିଲିକା ତ ଗୋଟେ ଲଗୁନ ସେଟା ଫର୍ମେସନ ହେଇଯାଇଛି ବଟ୍ ଏଇଟା ହେଇଗଲା ମହାନଦୀ ଆଉ ସାଉଦର୍ନ କୋଷ୍ଟାଲ ପ୍ଲେନ୍ ସାଉଦର୍ନ ଆଉ ଋଷିକୁଲ୍ୟା ପ୍ଲେନ୍ ଡିପୋଜିସନ ଅଫ ଋଷିକୁଲ୍ୟା ରିଭର ରୁ ହେଇଛି ଆଉ ଲାକୁଷ୍ଟ୍ରାଇନ୍ ପ୍ଲେନ୍ ଅଫ ଚିଲିକା ଲେକ୍ ଏଇ ସବୁ ଟର୍ମ ଟା ହଉଛି ଆମର ଇମ୍ପୋର୍ଟାଣ୍ଟ କଣ ଲାକୁଷ୍ଟ୍ରାଇନ୍ ପ୍ଲେନ୍ ତ ପ୍ଲେନ୍ ହଉଛି ଆମର ଦି ପ୍ରକାର କହୁଛନ୍ତି ପ୍ଲେନ୍ ଗୋଟେ ହଉଛି ଆଲୁଭିଆଲ ଆଉ ଗୋଟେ ହଉଛି ଲାକୁଷ୍ଟ୍ରାଇନ୍ ପ୍ଲେନ୍ ଲାକୁଷ୍ଟ୍ରାଇନ୍ ଆଲୁଭିଆଲ ମାନେ ଡିପୋଜିସନ ଅଫ ରିଭର୍ସ ରିଭର ଫଳରେ ହେଇଯିବ କିନ୍ତୁ ଲାକୁଷ୍ଟ୍ରାଇନ୍ ଲେକ୍ ଡ୍ରାଏଡ୍ ଅପ୍ ତାମାନେ ଯୋଉ ଚିଲିକା ଲେକ୍ ଟା ଏଇଟା ବିରାଟ ବଡ ଏରିଆକୁ ନେଇକିରି ଥିଲା କିନ୍ତୁ ଏବେ ସେ ଏତିକି ହିଁ ଅଛି ତ ଇଏ ଏତିକି ହିଁ ଏବେ ଅଛି ତ ଏଇ ଯୋଉ ରିଜନ ଟା ଡ୍ରାଏ ହେଇଗଲା ଇଏ ଗୋଟେ ଲେକ୍ ହେଇଗଲା ଯୋଉଟା କି ଲାକୁଷ୍ଟ୍ରାଇନ୍ ପ୍ଲେନ୍ କହୁଛନ୍ତି ତ ଆମର ପ୍ଲେନ୍ ଆଉ ଯୋଉ ଦିଟା ଯାକ ପ୍ଲେନ୍ ରହିଲା ଉପର ପାର୍ଟର ସେଗୁରା ସବୁ ଆଲୁଭିଆନ୍ ପ୍ଲେନ୍ ବଟ୍ ଦିସ୍ ଇଜ ଏ ଲାକୁଷ୍ଟ୍ରାଇନ୍ ପ୍ଲେନ୍ these are the small informations we can get from the book ତ ଆଉ ବାକି ଯାକ ମୁଁ କଭର କରିଛି ତା ଛଡା ଆଉ ଗୋଟେ ଏନସିଆରଟି ରୁ ମୁଁ କିଛିଟା ଡାଟା ଦଉଛି ଏନସିଆରଟି ରେ ଦେଇଛି ଦେଖିବେ ଆମର ଏଇଟା ଟୋଟାଲ ଯୋଉ ଇଷ୍ଟର୍ଣ୍ଣ କୋଷ୍ଟ ରହୁଛି ଆମର ପାର୍ଟ ଅଫ ଇଷ୍ଟର୍ଣ୍ଣ କୋଷ୍ଟ ଟା ଦେଇଛି ସେଟା ଏମର୍ଜିଂ କୋଷ୍ଟ ମନେ ରଖିବେ ଏମର୍ଜିଂ କୋଷ୍ଟ ମାନେ କଣ ନା ଆମେ ସମୁଦ୍ରରୁ ପୁରା ଉଠିଛି ଆମର ହାଇଟ ଟା ବଢିକି ରହିଛି ଏମର୍ଜେନ୍ସ କୋଷ୍ଟ କିନ୍ତୁ ୱେଷ୍ଟର୍ଣ୍ଣ ଇଣ୍ଡିଆର ଯୋଉ କୋଷ୍ଟ ଅଛି ସିଏ କିଛିଟା ପାର୍ଟ ହଉଛି ଏମର୍ଜିଂ ଆଉ କିଛିଟା ପାର୍ଟ ହଉଛି ସବମର୍ଜିଂ କିଛିଟା ମାନେ ସେ ସମୁଦ୍ରରେ ବୁଡିକି ଚାଲିଛି ଲାଇକ୍ ଆମର ଯୋଉଟା ନର୍ଥ ରେ ଗୁଜୁରାଟ ମନେ ଅଛି ଏବେ ନ୍ୟୁଜ ରେ ଅଛି ଦ୍ୱାରକା ଟା ଯୋଉଟା ସେଟା ବୁଡି ଯାଇଛି ଯୋଉଠି ଆମେ କହୁଛନ୍ତି କି ଲର୍ଡ କୃଷ୍ଣଙ୍କର ଯୋଉଟା ମହଲ ଥିଲା ସେଟା ପାର୍ଟ ତ ସେ ପାର୍ଟ ଟା ନର୍ଥ ପାର୍ଟ ଟା ସବମର୍ଜ ହେଇ ଯାଉଛି ସେଠି ଯୋଉ କୋଷ୍ଟ ଟା ସବମର୍ଜ କୋଷ୍ଟ ବଟ୍ ଯୋଉଟା ଆମର ସାଉଥ କେରଳ ଏରିକା ଅଛି ସେଠି ଏମର୍ଜେନ୍ସ କୋଷ୍ଟ ଅଛି ସେଇଭଳିଆ ଆମର ଇଷ୍ଟର୍ଣ୍ଣ କୋଷ୍ଟ ଟା ଯୋଉଟା ଆମର ସେଇଟା ହଉଛି ଏମର୍ଜିଂ କୋଷ୍ଟ ଆଉ ଇଷ୍ଟର୍ଣ୍ଣ କୋଷ୍ଟ କୁ ମନେ ରଖିବେ ଆମର ଉତ୍କଳ ପ୍ଲେନ୍ ଏଇଟା କହୁଛନ୍ତି ଉତ୍କଳ ପ୍ଲେନ୍ ପାର୍ଟ ତାପରେ ନର୍ଦର୍ନ ସିରକାର୍ସ ଅଛି ନର୍ଦର୍ନ ସିରକାର୍ସ
ତ ପୁରା କୋଷ୍ଟକୁ ଯୋଉଟା ଡିଭାଇଡ୍ କରୁଛେ ଯଦି ନର୍ଥ ଟୁ ସାଉଥ ଡିଭିଜନ, ସେଇଟା ଏଠି ମୁଁ କଭର କରିବିନି, ସେଇଟା ଆମର ଇଣ୍ଡିଆନ୍ ଜିଓଗ୍ରାଫିର ପାର୍ଟଟା ଅଛି। ତ ଦିସ୍ ୱାଜ୍ ଅବାଉଟ୍ କୋଷ୍ଟାଲ ବେସିନ୍ସ ଅଫ୍ ଓଡ଼ିଶା। ତାପରେ ଆମର ଇଏ ଯୋଉ ଡିଭିଜନ ହେଲା କି ନର୍ଥ ରୁ ସାଉଥ ଆମେ ଦେଖିଲେ, ଏମିତି କିଛିଟା ଏ ପ୍ରକାର ଡିଭିଜନ, ଏଇଟା ମିଡିଲ, ଏଇଟା ମିଡିଲ, ଏଇଟା ନର୍ଥ, ଏଇଟା ସାଉଥ। ତା ଛଡା ଆମେ ଯଦି ଏରିଆ ମାନେ ପାରାଲାଲ ଟୁ କୋଷ୍ଟ ଯଦି ଦେଖିବା, ତିନିଟା ଟ୍ରାକରେ ଏମିତି ଆମେ ଡିଭାଇଡ କରିପାରିବା ପୁରା କୋଷ୍ଟକୁ। ମାନେ ଭର୍ଟିକାଲ ଡିଭିଜନ, ଏଇଟା ହେଲା ଲଙ୍ଗିଚୁଡିନାଲ ଡିଭିଜନ, ଏଇଟା ହଉଛି ଭର୍ଟିକାଲ ଡିଭିଜନ। ତ ଏଇ ଯୋଉଟା ଅଛି ଏଇଟା କହୁଛନ୍ତି ସଲ୍ଟ ଟ୍ରାକ୍। ମାନେ ଏଇଟା ସଲ୍ଟି ଲ୍ୟାଣ୍ଡ, ପୁରା ଏଇଟା ସମୁଦ୍ରର ଇନଫ୍ଲୁଏନ୍ସରେ ସବୁବେଳେ ରହି ଆସିଛି। ଯେହେତୁ ଏଇଟା ମୁଁ କହିଲି ଏମର୍ଜିଂ କୋଷ୍ଟ, ତ ଏବେ ସମୁଦ୍ରର ହାର ଟିକେ ହ୍ରାସ ପାଇଛି। କିନ୍ତୁ ସେଇ ସମୁଦ୍ରର ଲୁଣି ପାଣିରେ ବାଜିକି ଏଇଟା ସଲ୍ଟ ଟ୍ରାକ୍, ବହୁତ ଜାଗାରେ ମାନେ ବହୁତ ଆମାଉଣ୍ଟ ଅଫ ସଲ୍ଟ ପାଆନ୍ତି, ତ ତାକୁ କୁହନ୍ତି ସଲ୍ଟ ଟ୍ରାକ୍। ଟ୍ରାକ୍ ନ୍ୟାରୋ ବେଲ୍ଟ terrains filled with salt unsuitable for agriculture। ତ ଏଇଟା ଆଗ୍ରିକଲଚର ପାଇଁ ସୁଇଟେବଲ ନାହିଁ। difficult to traverse due to sluggish brackish streams। ମାନେ ବହୁତ ସାରା ଷ୍ଟ୍ରିମ୍ ଏଇଠି ଅଛି ଏମିତି କି ଏମିତି ସେ ସମୁଦ୍ରକୁ ଯାଇକି ସମୁଦ୍ରରୁ ପଡିଛି, ତ ଲୁଣି ପାଣି ବାଲା ନଈ ସେଠି ଦେଖିବାକୁ ପାଇବେ। ଟାଇଡାଲ ଫରେଷ୍ଟ ଲିଟିଲ ସୁନ୍ଦରବନ ଇନ ମହାନଦୀ ଡେଲ୍ଟା। ମହାନଦୀ ଡେଲ୍ଟାରେ ଯୋଉଟା ଅଛି ଲିଟିଲ ସୁନ୍ଦରବନ କହୁଛନ୍ତି ମ୍ୟାଙ୍ଗ୍ରୋଭ ପ୍ଲାଣ୍ଟ, ତ ଟାଇଡାଲ ପ୍ଲାଣ୍ଟ। ତାପରେ ସବ ମଉଣ୍ଟେନ ଟ୍ରାକ୍, ଏଇଟା ହେଲା ସବ ମଉଣ୍ଟେନ। ସବ ମଉଣ୍ଟେନ, ମଉଣ୍ଟେନ ମାନେ କଣ? ମଉଣ୍ଟେନ ହେଲା ମାଉଣ୍ଟେନ ରିଲେଟେଡ, ତ ସବ ମଉଣ୍ଟେନ ମାନେ ପୁରା ମାଉଣ୍ଟେନ ହେଇନି, ତା ପାଖକୁ ଏଇଟା ଅଛି ସବ ମଉଣ୍ଟେନ। ଜୋନ୍ ଅଫ ଟ୍ରାନଜିସନ ଲାଇଜ ୱେଷ୍ଟ ଅଫ ପ୍ଲେନ ଇଷ୍ଟର୍ନ ଘାଟ, ଇଟ ମିଟ୍ସ ଦ ଇଷ୍ଟର୍ନ ଘାଟ। ତାପରେ ଏରେବୁଲ ଟ୍ରାକ୍, ତାପରେ ଆସିବ ଗୋଟେ, ସେଇଟା ହଉଛି ଏରେବୁଲ। ଏରେବୁଲ ମାନେ କ୍ୟାନ୍ ବି ମାନେ ହାର୍ଭେଷ୍ଟେଡ, ଚାଷ ହେଇପାରିବ, ମୋଷ୍ଟ ଫର୍ଟାଇଲ। ତ ନୋନ୍ ଆଜ ରାଇସ୍ କଣ୍ଟ୍ରି, କଣ୍ଟ୍ରି କଣ୍ଟେନ୍ସ ଲିଭ୍ସ natural embarkment। ଲିଭ୍ସ ହେଲା natural embarkment of the rivers। ତ ଏଇଟା ମନେ ରଖିବେ, ଭର୍ଟିକାଲ ଦେଖିଲେ ପୁରା ସମୁଦ୍ର କୂଳରେ ଚାଷ ହେଇପାରିବନି, ତାପରେ ସବମଣ୍ଟେନ ଜୋନ୍ ଅଛି, ତାପରେ ଏରେବୁଲ ଲ୍ୟାଣ୍ଡ ଅଛି। ଟିକେ କୋଷ୍ଟ ରୁ ଭିତରକୁ ଗଲେ କିଛି କିଲୋମିଟର ହିଁ ଆମେ ଭଲ ଚାଷ ହୁଏ, ପୁରା କୋଷ୍ଟରେ ହୁଏ ନାହିଁ। ତ ଏଇଠି ଆମେ କିଛିଟା ଫ୍ୟାକ୍ଟ ଫିଗର ଦେଖିବା, ମାନେ ଡାଟା ଦେଖାନ୍ତୁ। ଡିପୋଜିସନାଲ ଅର ସ୍ୟାଣ୍ଡବାର ଆଇଲ୍ୟାଣ୍ଡସ, ଆମେ ଯୋଉ କୋଷ୍ଟରେ ଯୋଉ ସବୁ ସ୍ୟାଣ୍ଡବାର ଆଇଲ୍ୟାଣ୍ଡ ଅଛି, ସେଥିରେ କିଛିଟା ହୁକିତୋଲା ଅର ଜମ୍ବୁ ଆଇଲ୍ୟାଣ୍ଡ ଗୋଟେ ଅଛି। ହୁକିତୋଲା ବେ କେନ୍ଦ୍ରାପଡାରେ ଅଛି। ଏଇ ହୁକିତୋଲା ବେ ଏଥିପାଇଁ ଫେମସ କି ଏଠି ବ୍ରିଟିଶ ମାନେ ତାଙ୍କର ଗୋଟେ ଫ୍ୟାକ୍ଟ୍ରି କରିଥିଲେ। ବ୍ରିଟିଶ ମାନେ ଫ୍ୟାକ୍ଟ୍ରି କରିଥିଲେ ସେଠି, ଜଷ୍ଟ ଗୋଟେ ଛୋଟ ଆଇଲ୍ୟାଣ୍ଡ, କେହି ନାହାନ୍ତି, ବାସ୍ ଗୋଟେ ଫ୍ୟାକ୍ଟ୍ରି ହିଁ ବ୍ରିଟିଶଙ୍କର ଥିଲା। କନିକା ଆଇଲ୍ୟାଣ୍ଡ ଅର ସର୍ଟ ଆଇଲ୍ୟାଣ୍ଡ ନିୟର ଧାମରା, ଭଦ୍ରକ। ତ ସେଠି କନିକା ଆଇଲ୍ୟାଣ୍ଡ ଆଉ ସର୍ଟ ଆଇଲ୍ୟାଣ୍ଡ ଅଛି। ହୁଇଲର ଆଇଲ୍ୟାଣ୍ଡ ଭଦ୍ରକ, ମିସାଇଲ ଟେଷ୍ଟିଂ ଫ୍ୟାସିଲିଟି ଯୋଉଟା ଅଛି ହୁଇଲର ଆଇଲ୍ୟାଣ୍ଡ, ତାକୁ ତ ଏଇଟା ମନେ ରଖିବେ। ପୋର୍ଟସ, ପାରାଦୀପ ପୋର୍ଟ, ଚାନ୍ଦବାଲି, ଧାମରା, ଗୋପାଳପୁର, ଗଞ୍ଜାମ, ଏସବୁ ଅଛି। ସଲ୍ଟ ଟ୍ରାକ୍ ଟା ନାରୋ ବେଲ୍ଟ, ମହାନଦୀର ଦେବୀ ଦୟାରେ କାଜୁଆରୀନ ଫରେଷ୍ଟ ପାଇଁ କହୁଛନ୍ତି। ଭିତରକନିକା ନ୍ୟାସନାଲ ପାର୍କ ବି ଅଛି। ତ ଦିସ୍ ୱାଜ ଦ ଅଲ୍। ଦେନ୍ ଫ୍ଲଡ୍ ବେସିନ୍ସ, ସମସ୍ତେ ଫ୍ଲଡ୍ ବେସିନ୍କୁ ଲାଷ୍ଟ କୁହନ୍ତି। ମୁଁ ଏଥିପାଇଁ କହୁଛି କି ଦେଖନ୍ତୁ, ସେଇଟା ଆମର 75 ମିଟର କଣ୍ଟର ଥିଲା ଆମର କୋଉଟା କୋଷ୍ଟାଲ ପ୍ଲେନ୍ସ, ଏଇଟା ଦେଖନ୍ତୁ 75 ରୁ 150 ମିଟର କଣ୍ଟର ଲାଇନ୍ସ। ତାମାନେ ମୋଷ୍ଟଲି ହାଇଟ୍ ଯୋଉ ରିଲିଫ ଷ୍ଟ୍ରକ୍ଚର ଅନୁସାରେ ହିଁ ଏଟା ଡିଭାଇଡ କରାଯାଇଛି। ତ 75 ରୁ 150 ମିଟର ପର୍ଯ୍ୟନ୍ତ ଯେତେକ ହେଲା, ସେଗୁଡା ହଉଛି ଫ୍ଲଡ୍ ବେସିନ୍ସ। ତ ଇଏ ଜଷ୍ଟ ଟିକେ ହାଇଟ୍ ର ଅଧିକ, ତାମାନେ ଆମେ ଯଦି କୋଷ୍ଟାଲ ପ୍ଲେନରେ ଛାଡିଦବା, ଏତକ ଯଦି ଆମେ କୋଷ୍ଟାଲ ପ୍ଲେନରେ ଛାଡିଦବା, ଆଉ ଇଏ ଯୋଉ ସବୁ ଦେଖଉଛି, ଦିଜ୍ ଆର୍ ଅଲ୍ ଆମର ଫ୍ଲଡ୍ ବେସିନ୍ସ। ତାମାନେ ଏଇଠି ରିଭର ଟା ଯାଇଛି, ତା ସାଇଡ ଏରିଆ ଟା ପୁରା ମାଉଣ୍ଟେନ ନାହିଁ, ସେଇଟା ସିଏ ତାକୁ ଖାଇ ଖାଇକିରି ପୁରା ଲୋ ହାଇଟ୍ ବାଲା କରିଦେଇଛି। ଷ୍ଟିଲ୍ ତାର ହାଇଟ୍ ଟା ହବ ଯୋଉ ସ୍ଲୋପ ଗ୍ରାଡିଏଣ୍ଟ ରେ ଏଇଟା ଫ୍ଲୋ ହଉଛି, ଏଇଟା ଜେଣ୍ଟଲ ଅଛି 75 ରୁ 150 ମିଟର୍ସ। ତ ଏଇଟା ଫ୍ଲଡ୍ ବେସିନ୍ ତାକୁ କହୁଛନ୍ତି। ଆମର ଯେହେତୁ ରିଭର ଅଛି 6ଟା ମୁଖ୍ୟ ରିଭର, ତ ଏଇଟା 7ଟାକୁ ବେଶୀ କୁହନ୍ତି ନାହିଁ, ତ 6ଟା ହିଁ ମୁଖ୍ୟ ବେସିନ୍ ଆମର, ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ, ମହାନଦୀ, ଋଷିକୂଲ୍ୟା, ବଂଶଧାରା, ଏମିତି ମନେ ରଖିବେ। ତ ଆର ସବୁ ପ୍ଲେନ ସବୁ ଫର୍ମେସନ ଯୋଉ କରିଛନ୍ତି ତାର ନାଁ ସବୁ ଅଛି। ସୁବର୍ଣ୍ଣରେଖା ବୁଢାବଳଙ୍ଗରେ ବାରିପଦା ପ୍ଲେନ୍ସ, ଉପରେ ଯୋଉଟା ବାରିପଦା ପ୍ଲେନ୍ସ। ତାପରେ ବୈତରଣୀ କଲା ଆନନ୍ଦପୁର ପ୍ଲେନ, ଏଠି ହେଲା ଆନନ୍ଦପୁର ଭଦ୍ରକ। ତାପରେ ବ୍ରାହ୍ମଣୀ, ତାଲଚେର ଆଉ ଭୁବନ ପ୍ଲେନ୍ସ, ଏଠି ହେଲା ତାଲଚେର, ଏଠି ଭୁବନ। ଏଟା ଉପରେ, ଏଠି ନୁହେଁ ଆନନ୍ଦପୁର ପ୍ଲେନ୍ ଟା, ସରି ଏଠି ହେଲା ଆନନ୍ଦପୁର ପ୍ଲେନ୍। ଆଉ ବାରିପଦା ପ୍ଲେନ୍ ଟା ଏପଟରେ, ମୟୂରଭଞ୍ଜ ବାରିପଦା, ବାରିପଦା ପ୍ଲେନ୍। ତ these are the plains not in the coastal zone, these are inside part of our state। ତ ମହାନଦୀ 23 କିଲୋମିଟର ଲଙ୍ଗ, ସାତକୋଶିଆ ଜର୍ଜ, ଏଇଠି ମହାନଦୀଟା ଅନୁଗୁଳରେ ସାତକୋଶିଆ ଜର୍ଜ ଟା କରୁଛି। ଜର୍ଜ ମାନେ କି ଆମର
ମାଉଣ୍ଟେନ୍ ଅଛି ଆଉ ତ ତାକୁ ଯୋଉ କାଟିକିରି ରିଭରଟା ଫ୍ଲୋ ହଉଛି ତ ସେଇଟା ଜର୍ଜ କହୁଛନ୍ତି। ତ ପୁରା ତାର ଷ୍ଟ୍ରକ୍ଚର ଟା ପୁରା ଏମିତି ଥିବ ଦେଖନ୍ତୁ, ଏଇଠି ରିଭର ଫ୍ଲୋ ହଉଛି ତ ପୁରା ଜର୍ଜ ଏଇଟା କାଟି କାଟିକିରି ଫ୍ଲୋ ହେଇଛି ପୁରା ରିଭର ଟାକୁ, ତାକୁ ଜର୍ଜ କହନ୍ତି। ଏଇଟା 23 କିଲୋମିଟର ରହୁଛି ସାତକୋଶିଆ ଜର୍ଜଟା, 23 କିଲୋମିଟର ଜର୍ଜ। ମହାନଦୀ ଇଣ୍ଟୁ ଅପର ସୋନପୁର ଆଉ ଲୋୟର ଭାଲି ଆଠଗଡ଼। ତ ଏଇଠି ଯୋଉ ଡିଭାଇଡ କରୁଛି, ଏଠି ଆମର ସୋନପୁର ରହିଲା, ଏଠି ଆମର ଆଠଗଡ଼ ରହିଲା। ତ ଦିଜ୍ ଆର୍ ଦ ଟୁ ପ୍ଲେନ୍ସ, ତା ଆମର ମହାନଦୀ ଅଣ୍ଡରରେ ବା ଫ୍ଲଡ ବେସିନ୍ସ ରେ ଯାଉଛି। ଗୋଟେ ହଉଛି ଅପର ସୋନପୁର, ଲୋୟର ଆଠଗଡ଼, ଏଟା ମନେ ରଖିବେ। ତାପରେ ଋଷିକୁଲ୍ୟା, ଋଷିକୁଲ୍ୟାରେ ଆସ୍କା ପ୍ଲେନ୍, ଏଇଟା ଯୋଉଟା ଋଷିକୁଲ୍ୟା ଏଇଟା ହଉଛି ଆସ୍କା ପ୍ଲେନ୍। ଆଉ ବଂଶଧାରା, ଏଇଟା ବଂଶଧାରାର ପ୍ଲେନ୍ ଟା ଅଛି। ଆଉ ସବରି ଛୋଟ ପ୍ଲେନ୍ ଟା ଏଠି ଏଠି ପୁରା ଟ୍ରାଉଟି ପ୍ଲେସ୍, ସବରିର ବି ଛୋଟ ପ୍ଲେନ୍ ଗୋଟେ ଫ୍ଲଡ ବେସିନ୍ ଯୋଉଟା କୁହନ୍ତି। ଫ୍ଲଡ ହେଇକିରି ସେ ରିଭର ଯାଇକି ସେଠି ଫ୍ଲଡ କରିଛି, ଜମା କରି 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 ଫ୍ଲଡ କରିଛି। ଯେହେତୁ ଜମା କରି କରି ସେଠି ଉପରେ କରିଛି ଆଉ ତାର ସ୍ଲୋପ ନ୍ୟାଚୁରାଲି ସେ ଜାଗାରେ ହାଇ, ତ ସିଏ 75 ରୁ 150 ମିଟର ଅଛନ୍ତି। ଦେନ୍ ରୋଲିଂ ଅପଲ୍ୟାଣ୍ଡସ୍, ତ ଯେମିତି କହିଲି ରୋଲିଂ ଅପଲ୍ୟାଣ୍ଡସ୍ କଣ ନା ସେଗୁଡାକୁ ସବୁ କିଛିଟା ଟର୍ମ ମନେ ରଖିବେ। ସେଗୁଡା ହଉଛି ଅନ୍ଡ୍ୟୁଲେଟିଂ, ଅନ୍ଡ୍ୟୁଲେଟିଂ, ଅନ୍ଡ୍ୟୁଲେଟିଂ ମାନେ ଅନଇଭେନ୍ ମନେ ରଖିବେ, ଅନଇଭେନ୍। ତାର କିଛି ଇଭିନନେସ୍ କିଛି ନାହିଁ। ଇଏ କେତେବେଳେ କଣ ହଉଛନ୍ତି ବହୁତ ମାନେ ଏରାଟିକ ସରଫେସ୍, ବହୁତ ଏରୋଜନ ହେଇଛି, ଏରୋଜନ। ତ ଏଇଟା ମନେ ରଖିବେ। ତାପରେ ଏଟାର ୱେଷ୍ଟ ଅଫ ଇଷ୍ଟର୍ନ ଘାଟରେ ଏଇଟା ଅଛି। ଆଉ ରୋଲିଂ ଅପଲ୍ୟାଣ୍ଡସ୍ ଫିଚର୍ସ ଅନ୍ଡୁଲେଟିଂ, ଏଇଠି ଅନ୍ଡୁଲେଟିଂ ଦେଲା। ସବ ମାଉଣ୍ଟେନିୟସ୍ ଜୋନ୍, ସବ ମାଉଣ୍ଟେନ ମାନେ ପୁରା ହାଇଟ୍ ବାଲା ମାଉଣ୍ଟେନ ନୁହଁ। ହାଇଟ୍ କେତେ ହେଲା 150 ରୁ 300 ମିଟର, ସେଇଟା 75 ରୁ 150, ଏଇଟା 150 ରୁ 300, ଡବଲ, ସବୁ ଚାଲିଛନ୍ତି ଡବଲ ରେ। ତ ଏଇଠି ଦେଖନ୍ତୁ ଇମେଜ ଟା, କି ଏଇଟା ହେଇଗଲା ଇଷ୍ଟର୍ନ ଘାଟ, ଆର ହାଇଟ୍ ଅଛି। ଇଷ୍ଟର୍ନ ଘାଟ ପୁରା ଏଇ ଜୋନ୍ ଟା କଭର କରୁଛି, ଇଷ୍ଟର୍ନ ଘାଟ ହାଇଟ୍ ବାଲା ରିଜନ। ତ ଏଇଠି ଯୋଉ ପ୍ଲେନ ଟା ରହିଲେ, ଏଇ ଯୋଉ ପ୍ଲେନ ଟା, ଦିସ୍ ଇଜ ଅଲ୍ ରୋଲିଂ ଅପଲ୍ୟାଣ୍ଡସ୍। ରୋଲିଂ ଅପଲ୍ୟାଣ୍ଡସ୍ ମାନେ ଏଇଟା ମନେକର ମୁଁ ତା ଭର୍ଟିକାଲି ଦେଖଉଛି, ଏଇଟା ଇଷ୍ଟର୍ନ ଘାଟ ହେଲା। ତ ଏଇ ତାର ୱେଷ୍ଟର୍ନ ପାର୍ଟ ରେ, ଏଇ ପାର୍ଟ ରେ, ତ ସିଏ ସବୁ ଏମିତି ରୋଲିଂ ଅପଲ୍ୟାଣ୍ଡ ହେଇକି ଅଛି। ତାର କିଛି ସେମିତି ପ୍ଲେନ ଷ୍ଟ୍ରକ୍ଚର ନାହିଁ। ତ ଇଏ ପୁରା ଏରୋଡେଡ୍ ସରଫେସ୍। ଏରୋଡେଡ୍ ଦେଖନ୍ତୁ, ଏଇଠି ମହାନଦୀ ଯାଇଛି ଏମିତି, ତ ଏଠି ତାର ତେଲ ଏଇଟା ସବୁ ଯାଇଛନ୍ତି। ତ ସିଏ କୌଣସି ନା କୌଣସି ଜାଗାରେ ତାକୁ ଏରୋଡ କରିଛନ୍ତି ବହୁତ। ସେଠି ରିଭର୍ସ ହେଲା, ଆଗରୁ ବହୁତ ପୁରୁଣା ସିଷ୍ଟମ ମାନେ ଥିଲା। ତ ସେଠି ଏରୋଜନ ବହୁତ ହେଇକିରି ୱିଣ୍ଡ ଆକ୍ସନ ହଉ ବା ରିଭର ଆକ୍ସନ ହଉ ୱାଟର ର ହେଇକି ସେଇଟା ଅନ୍ଡୁଲେଟିଂ ବା ବହୁତ ଅନଇଭେନ୍ ସରଫେସ୍ ହେଇଯାଇଛି। ତ ଏଇପରି ଯଦି ଆମେ ତାକୁ ଡିଭାଇଡ କରିବା, ତାକୁ ମାନେ 7 ଭାଗରେ ଡିଭାଇଡ କରାହେଇଛି। ଦେଖନ୍ତୁ, ଗୋଟେ ହଉଛି ରାଇରଙ୍ଗପୁର ରୋଲିଂ ଅପଲ୍ୟାଣ୍ଡସ୍ ଡ୍ରେନ୍ସ ନର୍ଥ, ମାନେ ଏଇ ଯୋଉ ଜାଗାଟା ରାଇରଙ୍ଗପୁର, ଇଏ ହେଲା ରାଇରଙ୍ଗପୁର ଅପଲ୍ୟାଣ୍ଡସ୍। ତାପରେ ବୈତରଣୀ ରୋଲିଂ ଅପଲ୍ୟାଣ୍ଡସ୍, ଆମର ଯୋଉ ବୈତରଣୀ ରିଭର ଏଇଟା ଗଲା ଏଠି, ତାର ଛୋଟ ପାର୍ଟଟା ରୋଲିଂ ଅପଲ୍ୟାଣ୍ଡସ୍ ରହିଲା ବୈତରଣୀର। ତାପରେ ଆମର ବ୍ରାହ୍ମଣୀ ରୋଲିଂ ଅପଲ୍ୟାଣ୍ଡ, ବ୍ରାହ୍ମଣୀ ଯୋଉଟା ଆସିଛି ତାର ବି ଛୋଟ ଛୋଟ ପାର୍ଟ। ତ ଏମିତି ଛୋଟ ଛୋଟ ପାର୍ଟ ଡିଭାଇଡ କରାଯାଇଛି। ତାପରେ ମହାନଦୀର 4ଟା, ଝାରସୁଗୁଡା ଗୋଟେ ରହିଲା, ତାପରେ ବରଗଡ ଛୋଟଟା ରହିଲା, ତାପରେ ଆମର ବଲାଙ୍ଗୀର ଟିଟଲାଗଡ଼, ବଲାଙ୍ଗୀର ଟିଟଲାଗଡ଼ ଏଠି, ତାପରେ ରେଢାଖୋଲ ଏଠି। ତ ସେ ମହାନଦୀର ଯୋଉ ବେସିନ ଟା ଅଛି ତାରି ଭିତରେ ଛୋଟ 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 ତାକୁ ସେ ବହୁତ ପ୍ରକାର ଡିସେକ୍ଟ କରିକି ସେଟା ତାକୁ ଏରୋଜନ କରିକି ସେ ଅଛି, ବଟ୍ ସେ ଫ୍ଲାଟ ହେଇପାରି ନାହିଁ। ତାପରେ ସେମିତି ଋଷିକୁଲ୍ୟା ପ୍ଲେନରେ, ଆମର ଋଷିକୁଲ୍ୟା ପାଖରେ କିଛିଟା ଧର ଏଇଠି ଋଷିକୁଲ୍ୟା ରିଭର ହେଲା, ଏଇଠି କିଛିଟା ଅଛି। ବଂଶଧାରା, ବଂଶଧାରା ନାଗାବଳୀ ଏଇଠି ହିଁ ସବୁ ତାର ଏଇଟା ଆସିଯିବ। ତ ଏଇଟା ଏତେ ଡିଟେଲରେ ଦେଖିବା ଦରକାର ନାହିଁ କି ଏସବୁ କୋଉଠି ଅଛି। ବଟ୍ ହଁ, ଆମର ଏତିକି ଖାଲି ମନେ ରଖିବାର ଅଛି, ଅପଲ୍ୟାଣ୍ଡସ୍ ଆଉ ଯୋଉ ରୋଲିଂ ଅପଲ୍ୟାଣ୍ଡସ୍, ମେନ୍ ଟର୍ମ ଟା ହେଲା ରୋଲିଂ, ରୋଲିଂ ଅପଲ୍ୟାଣ୍ଡସ୍ ଆଉ ଆମର ପ୍ଲେଟ୍ୟୁ ଭିତରେ ଡିଫରେନ୍ସ କଣ। ତ ଏଇଠି ଏଇ ଯୋଉଟା, ଏଇଟା ଗୋଟେ ଆଉ ଏଇଟା ଗୋଟେ, ଏଇଟା ହଉଛି ପ୍ଲେଟ୍ୟୁ। ଏଠି ଟିକେ ରୋଲିଂ ଅଛି ଅପଲ୍ୟାଣ୍ଡ, ଆଉ ଆଡେ ସବୁ ଅଛି। ପିଙ୍କ କଲର ଟା ହଉଛି ରୋଲିଂ ଅପଲ୍ୟାଣ୍ଡ, ଏଇ ଯୋଉ ବ୍ରାଉନ କଲର ଟା ହଉଛି ଏଇଟା ହଉଛି ପ୍ଲେଟ୍ୟୁ ରିଜନ। ତ ପ୍ଲେଟ୍ୟୁ ରେ ଦେଖନ୍ତୁ, ନେକ୍ସଟ ପ୍ଲେଟ୍ୟୁ, ସେଣ୍ଟ୍ରାଲ ପ୍ଲେଟ୍ୟୁ କହୁଛନ୍ତି ଟୁୱାର୍ଡସ ୱେଷ୍ଟର୍ନ ସ୍ଲୋପ ଅଫ ଇଷ୍ଟର୍ନ ଘାଟସ୍, ୱେଷ୍ଟର୍ନ ସ୍ଲୋପ ରେ ଅଛି। ତ ଏଇଟା ହେଇଗଲା ଗୋଟେ ଇଷ୍ଟର୍ନ ଘାଟ, ଆମର ଇଷ୍ଟର୍ନ ଘାଟ ଯାଇଛି ଏମିତି। ତାପରେ ତାର ହାଇଟ୍ ଦେଖନ୍ତୁ 300 ରୁ 600 ମିଟର, ସେଇଟା ଆମେ ପଢିଲେ 150 ରୁ 150, ଏଇ 300 ରୁ 600 ପୁରା ଡବଲ ହେଇକା ଯାଇଛି। ୟାକୁ ଦିଟା ହିଁ ପ୍ଲେଟ୍ୟୁ ଆମର ରିଜନ ଅଛି ମନେ ରଖିବେ। ପ୍ଲେଟ୍ୟୁ ର ମାନେ କଣ, ଏଇଟା ଯଦି ହେଲା ମାଉଣ୍ଟେନ, ଆମେ ଦେଖିବା ମାଉଣ୍ଟେନ ସବୁଠୁ ହାଇଟ୍ ଅଧିକା। ତାପରେ ଆମେ ଦେଖୁଛେ ପ୍ଲେଟ୍ୟୁ ରିଜନ ଗୋଟେ ଆସିଲା,
सी तार स्टेबल सरफेस प्लेटू रोलिंग अपलैंड तार किसी बारी करिवो तार ये तार कम है तापर हमर रिवर बेसिन्स देन तापर हमर कोस्टल लैंड एटा कोस्टल लैंड 0 to 75 मीटर एटा 75 मीटर रु कोस्टल लैंड रु कोस्टल फ्लड बेसिन एटा हम 150 मीटर हाइट 150 मीटर रु हमर पूरा एटिके आसीजिवो 300 मीटर 300 मीटर रु हमर ऊपर जाय आसीजिवो 600 मीटर देन 600 मीटर रु ऊपर को रहइबो हमर माउंटेन रीजन 610 प्रिसाइजली हैला 610 रु 10 मीटर रु अधिक हेले 1080 हेले 1068 168 मीटर हेले एटा कोन माउंटेन रीजन तो सेंट्रल प्लेटू टा हमर एति गला तो दीटा ही अछि गोटे एटा जेनु कहली गोटे होछि केउंझर पानपोस प्लेटू एटा वन केउंझर पानपोस और सेकंड नवरंगपुर जयपुर प्लेटू जोटा कहउछंती एटा नवरंगपुर जयपुर प्लेटू एटा तो वेस्ट ऑफ चंद्रगिरी पोटांगी माउंटेन ए जोटा चंद्रगिरी पोटांगी माउंटेन्स आबरे जाय 600 रु 900 एटा 300 रु 600 एटा देखंतु एटा होछि कम हाइट एक नंबर टा कम हाइट दी नंबर टा होछि अधिका हाइट जो नवरंगपुर जयपुर रीजन तो एटा मन रखिबे देन थर्ड आसला मिडिल माउंटेनियस रीजन मिडिल माउंटेनियस रीजन एटा सबटु मोस्ट हमर प्रोमिनेंट आ 52% अधारु अधिक होछि मिडिल माउंटेन एटी जो इमेज टा देखैछि तो हारि भीतर ए जो अछि देखंतु एटी कंफ्यूज हेबेनी कंटीन्यूअस माउंटेन नाही तो एटी मनकर हम हमर महानदीटा एमती आसी कि एटी जाईछि तो इठी से तो पड़ला एठी प्लेन कला बट इठी जो भीतर ये कला फ्लड प्लेन्स जोटा कि से तो एटा को हम पढ़िले ऊपर सोनपुर तळे हमर ऊपर हेगला हमर जदी सोनपुर तळटा हेतिला आठगढ़ तो ऊपर हेगला सोनपुर तळे हेगला आठगढ़ सेमिति से सब इठी ब्राह्मणी नदी इठी बैतरणी नदी तो एठी पूरा डाइसेक्ट हो जाइए एठी ऋषिकुल्या वगैरह तो एमती ही आपण इमेजिन करेंगे तो पूरा कंटिन्यूअस एटा नुहे तो सिटी यार 610 रु 1068 मीटर 3/4 पोर्शन ऑफ ओडिशा विथ सिग्निफिकेंट ट्राइबल पॉपुलेशन 3/4 देला माने ये पूरा 75% बोली कहि देलानी तो एटा को मन रखिबे एटा 50% रु एबव बोली मन रखिबे 3/4 और ट्राइबल पॉपुलेशन माउंटेन रीजन ट्राइबल पॉपुलेशन दैट्स व्हाई ए पार्ट रे हमर पढितली जियोलॉजी रे एटी बक्साइट मिले तो एटी सब स्ट्राइक वगैरह सब होता है हमर ट्राइबल एरिया टा बहुत सेंसिटिव एरिया सेति पई हे जाउची तापर हैला हमर पार्ट ऑफ इंडियन पेनिनसुला टा हमर ओडिशा देई हमर मेघालय पर्यंत जाईची बोली कहउचंती तो एटा जति इंडियन नक्शा टा हैला तो ये जो इंडियन पेनिनसुला पार्ट टा एमिति जाईची हमर मन एठी डाइसेक्ट टिके हे जाईची बट एमती पूरा पेनिनसुला पार्ट टा तार अछि तो एटा छोटनागपुर प्लेटूर एटा पार्ट अछि हमर इंडिया ओडिसा रो तो ईस्टर्न घाट टा तो एमती मन रखिबे पेनिनसुला रो पार्ट हमर मिडिल माउंटेन तापरे दी माउंटेन रेंजेस सेपरेट कोस्टल रीजन से बहुत द्वारा एटा डिवाइड हे जाईची जेटा कहिची एटा इंटरफ्लूव्स ए जो इंटरफ्लू माने जो फ्लू एरिया जो फ्लो होउची दीटा भीतर फ्लू एटा को सेमी केमिति कहंती କିନ୍ତୁ ବୁଢା ବଳଙ୍ଗ ବୈତରଣୀ ବୁଢା ବଳଙ୍ଗ ଏଇଠି ଗଲା ତା ଭିତରେ ବୈତରଣୀ ଭିତରେ ଗୋଟେ ହେଲା ସେଇଟା ଗୋଟେ ଯୋଉଟା କହୁଛନ୍ତି ଶିମିଳିପାଳ ମେଘସାନ ପିକ୍ସ ଶିମିଳିପାଳ ଆଉ ମେଘସାନ ଏଇଠି ଅଛି ଶିମିଳିପାଳ ଆଉ ମେଘସାନ ଏଇଟା ମେଘସାନ ଟା ଇମ୍ପୋର୍ଟାଣ୍ଟ ଶିମିଳିପାଳ ତ ଆମେ ଜାଣିଛନ୍ତି ଶିମିଳିପାଳ ଟାଇଗର ରିଜର୍ଭ କହୁଛନ୍ତି ସେଟାକୁ ଆଉ ଶିମିଳିପାଳ 900 मीटर मेघसान 1147 मीटर पिक अछि मलयगिरी ऑफ पाइलहार आउ बादामगढ़ आउ कुनांतिर ये सब इन केउंझर रे अछंती ये जो शिमिळपाळ मेघसान ये हमर मयूरभंज रे अछंती तापरे बैतरणी ब्राह्मणी इंटरप्रिटेशन एटा हला बैतरणी एटा हला ब्राह्मणी आ भितरे जोटा ये गोटे पार्ट ताको डिवाइड करा जायछि रिवर रो इंटर फ्लो भितरे ता ये भितरे तो एठी टिस्को को आयरन ओर सप्लाई करछि लाइक बादाम पहाड़ एठी अछि आ गोरु महिसानी रिवर एठी अछि हमर हिल टा तापरे हमर मैंगानीज डिपॉजिट मिले एटा हम पढिचे एटा इज पार्ट ऑफ हमर आर्कियन जेनेसिस तो एठी मेटालिक माने आयरन ଆଉ ମାଙ୍ଗାନିଜ କ୍ରୋମିୟମ ଟା ଏପଟରେ ୱେଷ୍ଟ ପାର୍ଟରେ ମିଳେ ଟିକେ ତ ଏଠି ମିଳେ ତ କ୍ରୋମିୟମ
ମାଙ୍କଡ଼ ନାଚ ହିଲ୍ସ ମନେ ରଖିବେ ମାଙ୍ଗାନିଜର ମାଙ୍କଡ଼ ନାଚ। ଆଉ ବାଦାମ ପାହାଡ଼ ଗୋରୁମଇ ସାହି ହେଉଛି ଆଇରନ୍। ଗୋଲ୍ଡ ଡିପୋଜିଟ୍ ବି ମିଳେ, ଏଇଟା ମନେ ରଖିବେ ଗୋଲ୍ଡ ଡିପୋଜିଟ୍ ବି ଏଠି ହେଇଛି। ତ ସେଇ ନାଁ ଅନୁସାରେ ବି ଆମର ଯୋଉ ସୁବର୍ଣ୍ଣରେଖା ରିଭରଟା ଗୋଲ୍ଡ ମିଳେ ବୋଲି ହେଇଛି। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ରିଲାଇଜ ରିଚ୍ ହେମାଟାଇଟ୍ ଓର୍ ଏବଂ ତାଲଡିହ ଆଉ କ୍ରିବୁରୁ ଇନ୍ଦିସ ତାଲଡିହ କ୍ରିବୁରୁ ମାଇନ୍ସ ଅଛି ତାଲଡିହ ଆଉ କ୍ରିବୁରୁ। ତାପରେ ବ୍ରାହ୍ମଣୀ ମହାନଦୀ ଇଣ୍ଟରଫ୍ଲୋ, ଏଇଟା ହେଇଗଲା ବ୍ରାହ୍ମଣୀ, ଏଇଟା ହେଇଗଲା ମହାନଦୀ। ତା ଭିତରେ ଗୋଟେ ପାର୍ଟ ରହିଲା ସିଙ୍ଗାରାଜୁ ଆଉ ମହେନ୍ଦ୍ରଗିରି, ଏଇଟା ମନେ ରଖିବେ ମହେନ୍ଦ୍ରଗିରିଟା ଏଇଠି ଅଛି। ଦେବଗିରି ପିକ୍ ଏଇଠି ଅଛି। 1501 ମିଟର ହଉଛି ଆର ହାଇଟ୍, 1501। ତ କମନ ଇଣ୍ଟରଫ୍ଲୋ ଅଫ ମହାନଦୀ ଆଣ୍ଡ ଋଷିକୁଲ୍ୟା ଆଣ୍ଡ ବଂଶଧାରା। ଆଉ ଗୋଟେ କମନ ଇଣ୍ଟରଫ୍ଲୋ ଅଛି ମହାନଦୀ ଋଷିକୁଲ୍ୟା ବଂଶଧାରା, ଏଇ ଯୋଉ ପାର୍ଟଟା ମହାନଦୀ ବଂଶଧାରାର। ତ ଏଇଟା ଗୋଟେ, ଆଉ ଗୋଟେ ହଉଛି ନାଗାବଳୀ ସାବରୀ। ତ ଏଠି ଗୋଟେ ଛୋଟ ପାର୍ଟ ଅଛି, ଏଇଟା ହଉଛି ନାଗାବଳୀ ସାବରୀ। ତ ତେଲ କ୍ୟାଚମେଣ୍ଟ ବେସିନ୍ସ, ତ ଏଇଟା ହଉଛି ଚନ୍ଦ୍ରଗିରି, ମାନେ ଏଇ ଯୋଉ ପାର୍ଟଟା ପୁରା। ତ ଚନ୍ଦ୍ରଗିରି ପୋଟାଙ୍ଗୀ ମାଉଣ୍ଟେନ୍ସ, ଏଇଟାକୁ କହୁଛନ୍ତି ଚନ୍ଦ୍ରଗିରି ପୋଟାଙ୍ଗୀ। ତ ଆରି ୱେଷ୍ଟରେ ଗୋଟେ ଆମେ ପଢିଲେ ପ୍ଲେଟ୍ୟୁ ଥିଲା, ତ ସେଇଟା ନବରଙ୍ଗପୁର ବଲାଙ୍ଗୀର ପ୍ଲେଟ୍ୟୁ ଯୋଉଟା। ଏବଂ ଦ ହାଇଏଷ୍ଟ ଇନ୍ ଓଡ଼ିଶାସ୍ ପିକ୍ସ ନର୍ଥ ଇଷ୍ଟ, ଏଇ ଏପଟ ଡିରେକ୍ସନରେ ଯାଏ। ଗାଲିକୋଣ୍ଡା ଆଉ ସିଙ୍କରମ୍ ଆଉ ତୁରିଆକୋଣ୍ଡା, ଏସବୁ ଦେଓମାଳି ହାଏଷ୍ଟ ପିକ୍ ଆମର ଦେଓମାଳି ହାଏଷ୍ଟ ପିକ୍ ଏଇଠି ଅଛି। ତ ଏଇଟା ମନେ ରଖିବେ। ତ ଏଇଟା ସେମିତି ବୁକ୍ର କିଛିଟା ଜିନିଷ ଥିଲା। ଦେଖନ୍ତୁ ଶିମିଳିପାଳ ଆଉ ଭୋଲକାନିକ ମାଉଣ୍ଟେନ୍ସ, ଏଇଟା ଭୋଲକାନିକ ଯୋଉ ମେଘସାନୀ ଯୋଉଟା ଭୋଲକାନିକ ଅରିଜିନ୍। ଆଉ ଏଲିଭେସନ 600 ରୁ 1050, ଶିମିଳିପାଳ 900, ମେଘସାନୀ 1147। ତ ଏଇଟା ହାଇଟ୍ ବୋଲି ଦେଲା। ତ ମାଙ୍କଡ଼ ନାଚ ଆମେ ପଢିଲେ ବକ୍ସାଇଟ୍ ମିଳେ ଏଇଠି। ମଳୟଗିରି, ଗନ୍ଧମାର୍ଦ୍ଦନକୁ ୱାର୍ଲଡ ହେରିଟେଜ ସାଇଟ୍ ବୋଲି ଡିକ୍ଲେୟାର କରାହେଇଛି, ଏଇଟା ପଢିଥିଲେ ଗନ୍ଧମାର୍ଦ୍ଦନ। ଏବେ ନ୍ୟୁଜରେ ଥିଲା ବିକଜ ସେଠି ଫାୟାର ଲାଗିଥିଲା। ତ ଏଇଟା ମନେ ରଖିବେ। ତ ଆମ 3ଟା ସାଇଟ୍କୁ ସେମିତି 4ଟା ସାଇଟ୍କୁ କୁହାଯାଇଛି ୱାର୍ଲଡ ହେରିଟେଜ ସାଇଟ୍। ଆଉ 3ଟା କ'ଣ କ'ଣ ଆପଣ କମେଣ୍ଟରେ କୁହନ୍ତୁ, ବିକଜ ଏଇଟା ମୁଁ ଏନଭାରନମେଣ୍ଟ କ୍ଲାସରେ ଡିସ୍କସ୍ କରିଛି। ନର୍ଥ ସାଉଥ ଡିରେକ୍ସନ ପଲିସାଇକ୍ଲିକ ଇନ୍ ନେଚର, ଏଇଟା ମନେ ରଖିବେ। ପଲିସାଇକ୍ଲିକ ଇନ୍ ନେଚର କୋଉଟା ଆମର ଥିଲା, ଶିମିଳିପାଳ ଆଉ ମେଘସାନୀ। ପଲିସାଇକ୍ଲିକ ମାନେ କ'ଣ, ମାନେ ଆମର ଯୋଉ ଜିଓମର୍ଫୋଲୋଜିରେ ବା ହିଷ୍ଟ୍ରି ଅଫ ଜିଓଗ୍ରାଫି ମାନେ ଆର୍ଥରେ, ତ ଆମର ସବୁ ପ୍ରୋସେସ ସାଇକ୍ଲିକାଲି ହୁଏ। ମାନେ କି ଗୋଟେ ସାଇକେଲ ହୁଏ। ପ୍ରଥମେ ଗୋଟେ ଅପଲିଫ୍ଟମେଣ୍ଟ ହେଲା, ଗୋଟେ ପାହାଡ ହେଲା, ଦେନ୍ ସିଏ ଗୋରି ହେଇକିରି ତାର କ୍ଷୟ ହେଇକିରି ସେ ଲାଷ୍ଟକୁ ଫ୍ଲାଟ ହେଇଗଲା। ତ ଏଇଟା ହେଇଗଲା ଗୋଟେ ରିଲିଫ ବାଲା, ହାଇ ରିଲିଫ ରୁ ଲୋ ରିଲିଫ। ତ ଇଏ ଗୋଟେ ସାଇକେଲ ଚାଲେ। ତ ଏମିତି ହେଲା, ତାପରେ ଇଏ ପୁଣି ଉଠିବ, ତାର ପ୍ଲେଟ ଟେକ୍ଟୋନିକ୍ସ ହଉ କି ଯାହା ହଉ, ସେ ପୁଣି ସାଇକେଲ। ତ ଏଇଟା ଗୋଟେ ସାଇକେଲ ହେଇଯିବ। କିନ୍ତୁ ଏଇ ସାଇକେଲଟା ମଝିରେ ମଝିରେ ଭାଙ୍ଗିଯାଏ ବେଳେ ବେଳେ। ମାନେ କେମିତି ସିମ୍ପଲ ଟର୍ମ, ଗୋଟେ ପାହାଡ ଅଛି, ସେ ଘୋରି ହେଇକିରି ଟିକେ ଘୋରି ହେଇଛି, ପୁଣି ଥରେ ଟେକ୍ଟୋନିକ ଜିନିଷ ହେଲା, ମାନେ ଅଧା ଘୋରି ହେଇଛି, ତାପରେ ସେ ଫ୍ଲାଟ ହବା କଥା, ବଟ ଟେକ୍ଟୋନିକ ପ୍ଲେଟ ହେଲା, ଇଏ ପୁଣି ଉଠିଗଲା। ତ ଇଏ ହେଇଗଲା ତମର ପଲି ସାଇକ୍ଲିକ। ତ ତାର ଉପରେ ବହୁତ ସାରା ସାଇକେଲ ହେଇଛି, ବା ଏଇଟାକୁ ରେଜୁଭେନେସନ କୁହନ୍ତି। ରେଜୁଭେନେସନ। ଆଉ ପଲିସାଇକ୍ଲିକ କେମିତି ହେଇପାରିବ ନା, ଯଦି ଏଇଟା ହେଇଗଲା, ତାପରେ ଫ୍ଲାଟ ହେଇଗଲା, ପୁଣି ଉଠିଲା, ପୁଣି ଫ୍ଲାଟ, ପୁଣି ଉଠିଲା। ତ ଇଏ ଏତେ ପୁରୁଣା ଯେ ଇଏ ବହୁତ ପ୍ରକାର ସାଇକେଲ ଦେଖି ସାରିଲାଣି, ଯେ ଏ ଯୋଉ ଜିଓଲୋଜିକାଲ ସାଇକେଲ ତାକୁ କହୁଛନ୍ତି। ଇଭେନ୍ ଦ୍ୟାଟ୍ସ ହ୍ୱାଇ ଇଟ୍ ଇଜ ଏ ପଲିସାଇକ୍ଲିକ ଲ୍ୟାଣ୍ଡଫର୍ମ। ତା ମାନେ ଏଇଟା ମନେ ରଖିବା। ରେଜୁଭେନେସନ ମାନେ ସେ ଯୋଉ ମଝିରେ ମୁଁ କହିଲି କି ସିଏ ତାର ସେ ଏରୋଜନ ହେଇଛି, ବଟ୍ ସଡନଲି ଅଧା ସାଇକେଲରେ ସେ ଉଠି ଯାଉଛି, ପୁଣି ଏଲିଭେଟେଡ ହେଇଯାଉଛି। ତ ସେଇଟା ହେଲା ଗୋଟେ ରେଜୁଭେନେସନ ହେଲା। ତ ସେମିତି ଏଇଟା ହେଇଗଲା ପଲିସାଇକ୍ଲିକ ଲ୍ୟାଣ୍ଡଫର୍ମ। ଇମ୍ପୋର୍ଟାଣ୍ଟ ପିକ୍ସ ମଳୟଗିରି, ମାଙ୍କଡ଼ ନାଚ ଆଉ ଗନ୍ଧମାର୍ଦ୍ଦନ ଏଇଠି ଅଛି। ମନେ ରଖିବେ ଗନ୍ଧମାର୍ଦ୍ଦନଟା ଏଇଠି ଅଛି, ଆଉ ମଳୟଗିରି ଆଉ ମାଙ୍କଡ଼ ନାଚ। ଆଉ ୱାଟର ସେଡ୍ ବିଟୱିନ୍ ବ୍ରାହ୍ମଣୀ ଆଣ୍ଡ ମହାନଦୀ, ଗୋଟେ ୱାଟର ସେଡ୍ ଅଛି। ୱାଟର ସେଡ୍, ତାପରେ ହାଇଲି, ଏଇଟା ଆମେ ୱାଟର ସେଡ୍ କ'ଣ ମୁଁ କହିବି ପରେ, ଯେତେବେଳେ ରିଭର କ୍ଲାସଟା ପରେ କରିବି। ହାଇଲି डिसेक्टेड ड्यू टू continuous action of Mahanadi and Brahmani in the rivers. Mountain run in the direction of north to west in the northern portion of north. ଏଟା କିଛି କାମ ନାହିଁ। କମନ ରିଭର ବେସିନ୍ ଅଫ ମହାନଦୀ ଋଷିକୁଲ୍ୟା, ଏଟାର କମନ ରିଭର ବେସିନ୍ କ'ଣ ଅଛି, ଡିପଲି ଏରୋଡେଡ ୱାଟର ସେଡ୍ ନର୍ଥ ସାଉଥ, ଏଟା ସିଙ୍ଗରାଜୁ, ମହେନ୍ଦ୍ରଗିରି ଆଉ ଦେବଗିରି ଏଠି ଅଛନ୍ତି। ଏଠି ହେଲା ଇମ୍ପୋର୍ଟାଣ୍ଟ ମହେନ୍ଦ୍ରଗିରି। Kotangi mountain ranges separate Sabri basin from Nagapudi. Height dissected 900 ରୁ 1350। ହାଏଷ୍ଟ ପିକ୍ ଇନ୍ ଓଡ଼ିଶା ଦେଓମାଳି 1672 ମିଟର। ଏଇଟା ମନେ ରଖିବେ 1672 ମିଟର। ଦେନ୍ ସେଇ କିଛିଟା ମୁଁ
ମାର୍କ କରିଦେଇଛି, ମାନେ ଏଠି ଦେଖା ହେଇଛି କି ଆମର ମାଉଣ୍ଟେନ ପିକ୍ କେତେଟା ଅଛି କିଛିଟା। ଏଇଠି ଦେଖନ୍ତୁ ମହେନ୍ଦ୍ରଗିରି, ଦେଓମାଳିଟା ଏଇଠି କୋରାପୁଟରେ ଅଛି। ଗାଲିକୋଣ୍ଡା, ତାପରେ ସିଙ୍କାରାମ, ବେଶୀ ନିୟମଗିରି, ଆମର ବକ୍ସାଇଟ୍ ନିୟମଗିରି ଷ୍ଟ୍ରାଇକ୍ ଚାଲିଥିଲା। ତାପରେ ନୃସିଂହନାଥ, ଗନ୍ଧମାର୍ଦ୍ଦନ, ତାପରେ ବାଦାମଗଡ଼, ବାଦାମ ପାହାଡ଼, ଆଉ ଏସବୁ ଜିନିଷ ଅଛି କିଛିଟା। ଦେଖି ଦେଇଥାନ୍ତୁ କୋଉ ଷ୍ଟେଟରେ ଅଛି, କୋଉ ଡିଷ୍ଟ୍ରିକ୍ଟରେ ଅଛି, ପଡ଼ିଯାଇପାରେ। ତ ଦିସ୍ ୱାଜ୍ ଅଲ୍ ଅବାଉଟ୍ ଆମର ଫିଜିଓଗ୍ରାଫିକାଲ ଡିଭିଜନ୍ସ। ତ 5ଟା ଡିଭିଜନ ଆମେ ପଢ଼ିଲେ। ତ ସେଇଟା କ'ଣ କ'ଣ, ତାର ଫିଚର ଆଉ ତାର ଫର୍ଦର କ୍ଲାସିଫିକେସନ୍ସ ଆମେ ଦେଖିଥିଲେ। ତ ଥ୍ୟାଙ୍କ ୟୁ, କିପ୍ ଲର୍ଣ୍ଣିଂ। ନେକ୍ସଟ କ୍ଲାସରେ ଆମେ ରିଭର୍ସ ଆଉ ଡ୍ରେନେଜ ବେସିନଟା ଡିସ୍କସ୍ କରିବା। ଥ୍ୟାଙ୍କ